ହ୍ୟାଲୋ ଏଭ୍ରିୱାନ୍। ଆଜି ଆମେ ଅଭିଜିତ ମଜୁମଦାର ବା ଦାଦାଙ୍କୁ ହରାଇ ଯାଇଛୁ। ସିଏ ଯେଉଁ ପ୍ରତିଟି ଓଡ଼ିଆଙ୍କ ମନ ଛାପ ଛାଡ଼ିକି ଯାଇଛନ୍ତି ତାହା ତ ଭରି ହେବ ନାହିଁ କି ଭବିଷ୍ୟତରେ କେହି ଭରି ପାରିବେ ନାହିଁ। ସିଏ ଯେଉଁ 700 ଦାଦା ଯେଉଁ 700ରୁ ଉର୍ଦ୍ଧ୍ୱ ଆଲବମ୍ ଆଉ 60ରୁ ଉର୍ଦ୍ଧ୍ୱ ସିନେମାରେ ନିର୍ଦ୍ଦେଶକ ଦେଇଛନ୍ତି ତାହା ତ କେହି ଏବେ ପର୍ଯ୍ୟନ୍ତ ଭରି ହେବ ନାହିଁ। କିନ୍ତୁ ସେ 1991 ମସିହାରେ କାଶିଆ କପିଳା ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ସେ ମଧ୍ୟ 2001-2 ମସିହାରେ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ପାଇଥିଲେ। ସେ ପ୍ରତିଟି ଓଡ଼ିଆଙ୍କ ମନରେ ରହିଛନ୍ତି ବା ରହିବେ। ତାଙ୍କ ଦ୍ୱାରା ଚଳଚ୍ଚିତ୍ର ଆବାର ସେ ଯେଉଁ ପ୍ରତିଟି ଆଲବମ୍ ଜଗତରେ ଯେଉଁ ଗୀତ ଗାଇଛନ୍ତି ବା ନିର୍ଦ୍ଦେଶକ ଦେଇଛନ୍ତି ତାହା ତ ଆଜି ପର୍ଯ୍ୟନ୍ତ କେହି କରିପାରିବେ ନାହିଁ। ସିଏ ଯେଉଁ ଓଡ଼ିଶାରେ ଛାପ ଛାଡ଼ିକି ଗଲେ ସିଏ ତ ଚିରଦିନ ପାଇଁ ମନେ ରହିବ। ପ୍ରତିଟି ଦାଦା ତ ଲିଭୋଦଣ୍ଡି ରୋଗରେ ଚାଲିଗଲେ। ଆଜି ସକାଳୁ ଗୋଟେ ବଡ଼ ଦୁଃଖ ଖବର ଏମ୍ସରୁ ଶୁଣିବାକୁ ମିଳିଲା, ଦାଦା ଚାଲିଗଲେ। ଏ ତ ଆମ ମନରେ ଏକ ଦୁଃଖ ପ୍ରକାଶ କରୁଛୁ। ଦାଦାଙ୍କ ଭଳିଆ ମଣିଷ ଆଉ ଇଣ୍ଡଷ୍ଟ୍ରିରେ ମିଳିବେ ନାହିଁ।